प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। କ'ଣ ଆପଣ ଭଲରେ ଅଛନ୍ତି? ପ୍ରଭୁଙ୍କ ଲୋକମାନେ ଆପଣ ଯାହା ଆଶା କରୁଥିଲେ ତାହା ହୋଇପାରି ନାହିଁ। ଏଥି ନିମନ୍ତେ କି ଆଜି ଆପଣ ଦୁଃଖିତ ଅଛନ୍ତି, ଦୁଃଖରେ ଅଛନ୍ତି। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର କିଛି ବିଷୟ ଆମ୍ଭମାନଙ୍କ ହିସାବରେ ଦିଅନ୍ତି ନାହିଁ। ସେ ଆପଣାର ଏକ ନିର୍ଦ୍ଦିଷ୍ଟ ସମୟକୁ ରଖିଥାନ୍ତି। ପରମେଶ୍ୱର ସର୍ବଦା ଆମମାନଙ୍କ ମଙ୍ଗଳ ଚାହାନ୍ତି। ଗୀତ ସଂହିତା 84:11 ପଦରେ ସେ କହନ୍ତି, ସେ ସରଳାଚାରୀମାନଙ୍କ ଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ। ପରମେଶ୍ୱର ସରଳାଚାରୀମାନଙ୍କ ଠାରୁ କୌଣସି ମଙ୍ଗଳ ବିଷୟ କେବେ ଅଟକାଇବେ ନାହିଁ। ପ୍ରଭୁଙ୍କ ଲୋକମାନେ ଏଥିପାଇଁ ସେ ଚାହାନ୍ତି ଯେ ଆମ୍ଭମାନଙ୍କର ଗତି, ଆମମାନଙ୍କ ମନ ଏବଂ ହୃଦୟ ସର୍ବଦା ସରଳ ହୋଇ ରହୁ। ଯଦି ଆମ୍ଭେମାନେ ସରଳ ହେବା ନାହିଁ, ତେବେ ପରମେଶ୍ୱର କି ପ୍ରକାରେ ଆମ୍ଭମାନଙ୍କୁ ଆପଣା ବାକ୍ୟ ଅନୁସାରେ ସମସ୍ତ ମଙ୍ଗଳ ବିଷୟ ଦେଇପାରିବେ? ଏଥିପାଇଁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି, ଆପଣାର ଜୀବନରେ ସରଳତାକୁ ପ୍ରଥମ ସ୍ଥାନ ଦିଅନ୍ତୁ। ଆଜି ଆପଣ ଅନେକ ବିଷୟ ଆଶା ହୁଏତ କରି ବସିଥିବେ। ମୋତେ ସୁସ୍ଥତା ଦରକାର, ମୋ ପୁଅ ଝିଅମାନଙ୍କ ଭବିଷ୍ୟତ ଉତ୍ତମ ହେଉ, ଗର୍ଭର ଆଶୀର୍ବାଦ ମିଳୁ, ଆମ ପରିବାର ସମସ୍ତ ଋଣ ଯେପରି ଆମେ ପରିଶୋଧ କରିପାରୁ, ପ୍ରଭୁ ସାହାଯ୍ୟ କରନ୍ତୁ। ଏ ସମସ୍ତ ଆବଶ୍ୟକତାକୁ ପରମେଶ୍ୱର ନିଶ୍ଚୟ ମଙ୍ଗଳର ଆଶୀର୍ବାଦ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆପଣ ସରଳ କେତେ ଅଟନ୍ତି? ଏଣୁ ସରଳ ହେବା ବହୁତ ଦରକାର। ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ କହେ, ଆମମାନଙ୍କ ସମସ୍ତ କାମ କାର୍ଯ୍ୟରେ ବିଶ୍ୱସ୍ତତା ଦେଖାଯିବା ଉଚିତ। ଯଦି ଆମେମାନେ ବିଶ୍ୱସ୍ତ ହେବା ନାହିଁ, ତେବେ ଆମେମାନେ ଈଶ୍ୱରଙ୍କର ଯେଉଁ ମଙ୍ଗଳର ଆଶୀର୍ବାଦ ସେ ଆମମାନଙ୍କ ଜୀବନ ନିମନ୍ତେ, ଆମମାନଙ୍କ ପୁଅ ଝିଅମାନଙ୍କ ପାଇଁ, ଆମମାନଙ୍କ ଭବିଷ୍ୟତର ମଙ୍ଗଳ ପାଇଁ ରଖିଅଛନ୍ତି, ସେ ବିଶ୍ୱସ୍ତ ଲୋକମାନଙ୍କୁ ହିଁ ତାହା ସବୁ ପ୍ରଦାନ କରିଥାନ୍ତି। ଏଣୁ ବିଶ୍ୱସ୍ତତା ସହିତ ସରଳତା ଅତୀବ ଗୁରୁତ୍ୱପୂର୍ଣ୍ଣ ବିଷୟଟି ଈଶ୍ୱରଙ୍କ ମଙ୍ଗଳଦାନକୁ ଆମମାନଙ୍କ ଜୀବନରେ ପ୍ରାପ୍ତ ହେବା ନିମନ୍ତେ। ଆମମାନଙ୍କ ଜୀବନରେ ପରିସ୍ଥିତି ଯାହା ହେଉନା କାହିଁକି, ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସରଳତାକୁ ରକ୍ଷା କରିବାକୁ ପଡ଼ିବ। ଆପଣମାନେ ଚର୍ଚ୍ଚ ଯାଉଥିବେ, କେବଳ ଚର୍ଚ୍ଚ ଯିବା ବା ଧାର୍ମିକତାର ଧର୍ମକର୍ମ କରି ରହିବା ଯଥେଷ୍ଟ ହେବ ନାହିଁ। ଆମମାନଙ୍କ ସମସ୍ତ ବିଷୟରେ ଯଦି ପରମେଶ୍ୱର ବିଶ୍ୱସ୍ତତାକୁ ପୁଣି ସରଳତାକୁ ଦେଖିବେ, ତେବେ ପରମେଶ୍ୱର ଯେଉଁ ଆଶୀର୍ବାଦ ଆମମାନଙ୍କ ପାଇଁ ରଖିଅଛନ୍ତି, ତାହା ନିଶ୍ଚୟ ଆମମାନଙ୍କୁ ସେ ପ୍ରଦାନ କରିବେ। ଏଣୁ ପରମେଶ୍ୱର ସରଳ ଲୋକମାନଙ୍କୁ ହିଁ ମଙ୍ଗଳ ବିଷୟ କେବେ ଅଟକାଇବେ ନାହିଁ ବୋଲି ଆମେମାନେ ଶାସ୍ତ୍ରରେ ପାଠ କରିଲୁ। ଏଣୁ ଆସନ୍ତୁ ଆମେମାନେ ଆପଣା ଜୀବନକୁ ଅଳ୍ପକେ ସମୀକ୍ଷା କରିବା। ଗତ ଦିନମାନଙ୍କରେ କ'ଣ ଆମେମାନେ ସମ୍ପୂର୍ଣ୍ଣ ଭାବେ ବିଶ୍ୱସ୍ତ ହେଲୁ? ସମସ୍ତ କାର୍ଯ୍ୟରେ କ'ଣ ଆମେମାନେ ବିଶ୍ୱସ୍ତତା ଦେଖାଇଲୁ? ଆମମାନେ କ'ଣ ସରଳ ଭାବରେ ଆଚରଣ କରିଅଛୁ? ଯଦି କରିନାହୁଁ, ତେବେ ପ୍ରଭୁଙ୍କଠାରେ ସମର୍ପିତ ହେଉ, ପୁଣି ପ୍ରଭୁଙ୍କୁ ଆମେମାନେ କ୍ଷମା ପ୍ରାର୍ଥନା କରୁ। ପ୍ରଭୁଙ୍କ ଲୋକମାନେ ସରଳତା ଯଦି ଅଭାବ ରହିବ, ପରମେଶ୍ୱର ଆମମାନଙ୍କ ଅଭାବ କେବେ ମଧ୍ୟ ମେଣ୍ଟାଇ ପାରିବେ ନାହିଁ। ଏଣୁ ସରଳ ହେଉ, ପୁଣି ବିଶ୍ୱସ୍ତତାକୁ ଆମେମାନେ ନିଶ୍ଚୟ ଆପଣାଉ। ତେବେ ଆସୁ ଆପଣା ଜୀବନ ପ୍ରଭୁଙ୍କ ହସ୍ତରେ ଅର୍ପଣ କରି ଆମେମାନେ ପ୍ରାର୍ଥନା କରିବା। ପ୍ରିୟ ପିତା ପ୍ରଭୁ, ଯେଉଁ ଭାଇ ଭଉଣୀମାନେ ସମର୍ପିତ ହେଉଅଛନ୍ତି ସରଳ ଜୀବନ ପୁଣି ବିଶ୍ୱସ୍ତତା ନିମନ୍ତେ, ସେ ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ତୁମେ ସରଳ ଜୀବନ ପ୍ରଦାନ କର ବୋଲି ମୁଁ ତୁମ ହସ୍ତରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍।